ପ୍ରଭୁ ହନୁମାନଙ୍କର 108 ନାମ ମଧ୍ୟରୁ 11ଟି ନାମ ଅତି ଚମତ୍କାର। ହନୁମାନଙ୍କର ବହୁତ ଗୁଡ଼ିଏ ନାମ ଅଛି ଓ ପ୍ରତ୍ୟେକ ନାମର କିଛି ନା କିଛି ରହସ୍ୟ ମଧ୍ୟ ରହିଛି। ହନୁମାନଙ୍କର 108 ଗୋଟି ନାମ ରହିଛି, ସେଥିମଧ୍ୟରୁ 11 ଗୋଟି ନାମର କିଛି ଖାସ୍ ରହସ୍ୟ ରହିଛି। ବଳଶାଳୀ ଶକ୍ତିଶାଳୀ ମଧ୍ୟରେ ସର୍ବଶ୍ରେଷ୍ଠ ହେଉଛନ୍ତି ପ୍ରଭୁ ହନୁମାନ। ଏହି କଳିଯୁଗରେ ହନୁମାନଙ୍କ ଭକ୍ତିରେ ହିଁ ଭକ୍ତର ଉଦ୍ଧାର ହୋଇଥାଏ। ଯିଏ ପ୍ରଭୁ ହନୁମାନଙ୍କର ନାମ ଧରିଛି ତାହାର ସମସ୍ତ ସଙ୍କଟ ବାଧାବିଘ୍ନ ଦୂର ହୋଇଛି, ସବୁ ପ୍ରକାର କଷ୍ଟରୁ ମୁକ୍ତି ମିଳିଛି ଓ ମନସ୍କାମନା ପୂରଣ ମଧ୍ୟ ହୋଇଛି। ତାହେଲେ ଏବେ ଆମେ ଜାଣିବା ସେହି 11 ଗୋଟି ନାମର ରହସ୍ୟ। ମାରୁତି। ମାରୁତି ହେଉଛି ହନୁମାନଙ୍କର ଛୋଟ ବେଳର ନାମ। ଏହି ନାମ ଅସଲି ନାମରେ ମଧ୍ୟ ସମସ୍ତେ ଜାଣନ୍ତି। ଅଞ୍ଜନି ପୁତ୍ର। ପ୍ରଭୁ ହନୁମାନଙ୍କର ମାତାଙ୍କ ନାମ ହେଉଛି ଅଞ୍ଜନି, ସେଥିପାଇଁ ତାଙ୍କୁ ଅଞ୍ଜନି ପୁତ୍ର ବା ଅଞ୍ଜନେୟ ନାମରେ କୁହାଯାଇଥାଏ। କେଶରୀ ନନ୍ଦନ। ପ୍ରଭୁ ହନୁମାନଙ୍କର ପିତାଙ୍କ ନାମ ହେଉଛି କେଶରୀ, ସେଥିପାଇଁ ତାଙ୍କୁ କେଶରୀ ନନ୍ଦନ ମଧ୍ୟ କୁହାଯାଏ। ହନୁମାନ। ଯେବେ ଛୋଟବେଳେ ମାରୁତି ସୂର୍ଯ୍ୟଙ୍କୁ ନିଜ ପାଟିରେ ଭର୍ତ୍ତି କରିଦେଇଥିଲେ, ସେତେବେଳେ ଇନ୍ଦ୍ର ଦେବତା ରାଗିକି ବାଲ ହନୁମାନ ଉପରେ ନିଜର ବଜ୍ର ପାହାର କରିଥିଲେ। ଆଉ ଇନ୍ଦ୍ରଙ୍କର ବଜ୍ରର ପାହାର ମାରୁତିଙ୍କର ଠିକ୍ ଥୋଡ଼ିରେ ବାଜିଥିଲା, ଯାହାଦ୍ୱାରା ତାଙ୍କର ଥୋଡ଼ି ଭାଙ୍ଗି ଯାଇଥିଲା। ଆଉ ସେଥିପାଇଁ ତାଙ୍କୁ ହନୁମାନ କୁହାଗଲା। ସେହି ଦିନଠାରୁ ହନୁମାନ ନାମରେ ନାମିତ ହେଲେ। ପଞ୍ଚମରେ ପବନ ପୁତ୍ର। ହନୁମାନଙ୍କୁ ବାୟୁ ଦେବତାଙ୍କର ପୁତ୍ର ମଧ୍ୟ କୁହାଯାଇଥାଏ, ସେଥିପାଇଁ ତାଙ୍କ ନାମ ପବନ ପୁତ୍ର କୁହାଯାଏ। ସେତେବେଳେ ଯୁଗରେ ବାୟୁକୁ ମଧ୍ୟ ମାରୁତି ବି କୁହାଯାଉଥିଲା। ମାରୁତି ଅର୍ଥାତ୍ ବାୟୁ, ସେଥିପାଇଁ ତାଙ୍କୁ ମାରୁତି ନନ୍ଦନ ବି କୁହାଯାଇଥାଏ। ତାଙ୍କ ଦେହରେ ପବନର ବେଗ ସମାନ ଉଡ଼ିବାର ଥିବା ଶକ୍ତି ଯୋଗୁଁ ପବନ ପୁତ୍ର ମଧ୍ୟ କୁହାଯାଏ। ଷଷ୍ଠରେ ଶଙ୍କର ସୁବନ। ହନୁମାନଙ୍କୁ ଶଙ୍କର ସୁବନ ଅର୍ଥାତ୍ ତାଙ୍କର ପୁତ୍ର ମଧ୍ୟ କୁହାଯାଇଥାଏ, କାରଣ ସେ ହେଉଛନ୍ତି ରୁଦ୍ରାବତାର। ଏବେ ଜାଣିବା ସପ୍ତମ ନାମ ବଜରଙ୍ଗବଲି। ବଜ୍ରକୁ ଧାରଣ କରିଥିବାରୁ ଓ ବଜ୍ର ସମାନ କଠୋର ଅର୍ଥାତ୍ ବଳବାନ ଶରୀର ହେବା କାରଣରୁ ତାଙ୍କୁ ବଜରଙ୍ଗ ବୋଲି ମଧ୍ୟ କୁହାଯାଏ, ଅର୍ଥାତ୍ ବଜ୍ର ସମାନ ଅଙ୍ଗ ବାଲି ବଳଶାଳୀ। କିନ୍ତୁ ଏହି ଶବ୍ଦ ବଜ୍ର ଓ ଅବଧିର ସମ୍ପର୍କର ଆକାରର ବଜରଙ୍ଗ ବୋଲି କୁହାଗଲା, ସେଥିପାଇଁ ହନୁମାନଙ୍କୁ ସେହି ଦିନଠାରୁ ବଜରଙ୍ଗ ବୋଲି କୁହାଯାଏ। ଅଷ୍ଟମରେ କପିଶ୍ରେଷ୍ଠ। ହନୁମାନଙ୍କର ଜନ୍ମ କପି ନାମକ ବାନର ଜାତିରେ ହୋଇଥିଲା। ରାମାୟଣ ଗ୍ରନ୍ଥରେ ହନୁମାନ ଓ ତାଙ୍କର ସଜାତୀୟ ବାନ୍ଧବ ସୁଗ୍ରୀବ, ଅଙ୍ଗଦାଦିଙ୍କ ନାମରେ ସହିତ ବାନର, କପି, ଶାଖାମୃଗ, ପ୍ଲଙ୍ଗମ ଆଦି ନାମରେ ପ୍ରମୁଖ କରାଯାଇଛି। ତାଙ୍କର ପୁଚ୍ଛ, ଲାଙ୍ଗୁଡ଼ ଓ ଲୋମ ଦ୍ୱାରା ଲଙ୍କାରେ ନିଆଁ ଲାଗିବାର ପ୍ରମାଣରୁ ସେମାନେ ବାନର ବୋଲି କୁହାଯାଉଥିଲା। ଏବେ ଜାଣିବା ପରବର୍ତ୍ତୀ ନାମ ବାନର ଯୂଥପତି। ହନୁମାନଙ୍କୁ ବାନର ଯୂଥପତି ମଧ୍ୟ କୁହାଯାଇଥାଏ। ବାନର ସେନାରେ ପ୍ରତ୍ୟେକ ଝୁଣ୍ଡରେ ଗୋଟେ ସେନାପତି ଥାଏ, ଯାହାକୁ ଯୂଥପତି କୁହାଯାଏ। ଅଙ୍ଗଦ, ଦଧମୁଖ, ମୈନ୍ଦ, ଦ୍ୱିଦିବ
ନୀଳ, ନଳ ଓ କ୍ରେସରୀ ଆଦି ପ୍ରମୁଖ ଯୂଥପତି ଥିଲେ। ସେଥିପାଇଁ ହନୁମାନଙ୍କର ବାନର ଯୂଥପତି ଏକ ଅନ୍ୟତମ ନାମ ଅଟେ। ଏହାପରେ ରାମଦୂତ ପ୍ରଭୁ ଶ୍ରୀରାମଙ୍କର ପ୍ରତ୍ୟେକ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରୁଥିବାରୁ ତାଙ୍କର ନାମ ହୋଇଥିଲା ରାମଦୂତ। ହନୁମାନ ପ୍ରଭୁ ରାମଚନ୍ଦ୍ରଙ୍କର ପରମ ଭକ୍ତ ଥିଲେ। ସେଥିପାଇଁ ହନୁମାନଙ୍କୁ ରାମଦୂତ ନାମରେ ନାମିତ କରାଯାଇଥିଲା। ପଞ୍ଚମୁଖୀ ହନୁମାନ ପାତାଳ ଲୋକରେ ଯେତେବେଳେ ଅହିରାବଣର ବଧ କରିବା ପାଇଁ ଯାଇଥିଲେ, ସେଠାରେ 5ଟି ଦୀପ 5ଟି ଦିଶାରେ ମିଳିଥିଲା, ଯାହାକୁ ଅହିରାବଣ ମା ଭବାନୀଙ୍କ ନାମରେ ଜଳାଇଥିଲେ। ସେହି 5 ଦୀପକୁ ଏକା ସାଙ୍ଗରେ ଲିଭାଇବା ଦ୍ୱାରା ଅହିରାବଣର ବଧ ହୋଇଯିବ ବୋଲି ଜଣାଥିଲା। ସେଥିପାଇଁ ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିଥିଲେ। ଉତ୍ତର ଦିଗରେ ବରାହ ମୁଖ, ଦକ୍ଷିଣ ଦିଗରେ ନରସିଂହ ମୁଖ, ପଶ୍ଚିମ ଦିଗରେ ଗରୁଡ଼ ମୁଖ, ଆକାଶ ଆଡ଼ୁ ହୟଗ୍ରୀବ ମୁଖ ଏବଂ ପୂର୍ବ ଦିଗରେ ହନୁମାନ ମୁଖ। ଏହି ରୂପକୁ ଧାରଣ କରି ପ୍ରଭୁ ହନୁମାନ 5ଟି ଦୀପ ଲିଭାଇ ଅହିରାବଣର ବଧ କରି ରାମ ଲକ୍ଷ୍ମଣଙ୍କୁ ସେଥିରୁ ମୁକ୍ତ କରିଥିଲେ। ମରିୟଲ ନାମକ ଦାନବକୁ ମାରିବା ପାଇଁ ଏହି ରୂପ ମଧ୍ୟ ପ୍ରଭୁ ହନୁମାନ ଧାରଣ କରିଥିଲେ। ଏହି ଦାନବକୁ ବଧ କରିବା ପାଇଁ ପଞ୍ଚମୁଖୀ ରୂପ ପ୍ରଭୁ ହନୁମାନ ଧାରଣ କରିଥିଲେ।